ଆସନ୍ତୁ ଶୁଣିବା ଏକ ପ୍ରାଚୀନ କାହାଣୀ ବେଲବତୀ କନ୍ୟା କଥା। ପରିବେଷଣ ପରଶୁରାମ ବେହେରା। କଥନ ପ୍ରଦୀପ ମଲ୍ଲିକ। ଗୋଟିଏ ରାଇଜରେ ଜଣେ ରାଜା ଥାଆନ୍ତି। ତାଙ୍କର ଗୋଟିଏ ବୋଲି ପୁଅ। ସେ ପୁଅଟିର ବିବାହ ବୟସ ହେଲେ ବି ରାଜା ତାକୁ ବିଭା କଲେ ନାହିଁ। ସେ ରାଜା ପୁଅ ଭାବିଲା, ଯେବେ ମୋତେ ବାପା ବିଭା କଲେ ନାହିଁ ତେବେ ମୋ ନିଜ ପାଇଁ ମୁଁ କନ୍ୟା ବାଛିବି। ରାଜା ପୁଅ ଏହା ଭାବି ଘୋଡ଼ାଶାଳରୁ ଗୋଟିଏ ପକ୍ଷୀରାଜ ଘୋଡ଼ା ବାଛିଲା। ପାଗ ପଟୁକା ହାତ ହତିଆର ବାନ୍ଧିଲା। ଟଙ୍କା ଟୋକର କିଛି ଧରି ବିଦେଶ ଗଲା। ଯାଉ ଯାଉ ଏକ ଅଗନା ଅଗ୍ନି ବନସ୍ଥ ପଡ଼ିଲା। ସେ ଅନେକ ଦୂରକୁ ଚାହିଁଲା ବେଳକୁ ଦେଖିଲା ଗୋଟିଏ କମାରୁଣୀ ଘଷି ଟୋକେଇ ଧରି ଯାଉଛି। କମାରୁଣୀ ରାଜା ପୁଅକୁ ଦେଖି କହିଲା, ହୋଇରେ ବାପ, ତୁ ତ ରାଜା ପୁଅ ଭଳିଆ ଦିଶୁଛୁ। ତୁ କାହିଁକି ଏ ଦେଶକୁ ଆସିଲୁ? ଅପୂଜା ଠାକୁରାଣୀ ତ ସେ ପାଖରେ ପନିକିଟାଏ ପକେଇ ବସିଛି। ଏଇ ଲାଗି ତତେ କାଟି ଖାଇଯିବ। ଆହା, କାହିଁକି ଏ ଦେଶକୁ ଆସିଲୁ? ଏବେ ଫେରିଯା। ରାଜା ପୁଅ କହିଲା, ହଁ ଲୋ ମାଉସୀ, ସେ ଅପୂଜା ଠାକୁରାଣୀ ମୋତେ ଖାଇଲେ ପଛେ ଖାଉ, ମୋର ସେ କଥାରେ କିଛି ହେଲେ ଭୟ ନାହିଁ। ଏହା କହି ରାଜା ପୁଅ ସେଇ ବାଟେ ଗଲାବେଳକୁ ଅପୂଜା ଠାକୁରାଣୀ ଠିଆ ହୋଇଛି। ସେ ଆଖି ତରାଟି କହିଲା, ଆରେ ବାପ, ମୋର 3 ଦିନ ଉପାସକୁ ଆଜି ତୁ ଆହାର ମିଳିଲୁ। ଅତି ଶୀଘ୍ର ଆ, ମୁଁ ତତେ ଖାଇବି। ରାଜା ପୁଅ କହିଲା, ଯେବେ ଖାଇବୁ ତେବେ ଖା। ଅପୂଜା ଠାକୁରାଣୀ କହିଲା, ତୁ ଘୋଡ଼ା ଉପରୁ ତଳକୁ ଓହ୍ଲେଇ ଆସିଲେ ମୁଁ ଖାଇବି। ରାଜା ପୁଅ କହିଲା, ମୁଁ କେବେ ତଳକୁ ଯିବି ନାହିଁ। ଅପୂଜା ଠାକୁରାଣୀଙ୍କର ତ ଘୋଡ଼ା ହୁଏ ବାହନ, ତେଣୁ ସେ ଘୋଡ଼ା ଉପରୁ ରାଜା ପୁଅକୁ ଉଠେଇ ଖାଇପାରିବ ନାହିଁ। ଏମିତି ଅନେକ ଥର ସେ ରାଜା ପୁଅକୁ ଡାକି ଡାକି ନିରାଶ ହୋଇ କହିଲା, ଆରେ ତୁ ଭାରି ସିଆଣିଆ ଟୋକା। ତୋ ଦମ୍ଭ ଦେଖି ମୁଁ ଭାରି ପ୍ରସନ୍ନ ହୋଇଗଲି। ତୋର ଯଦି ମନ ହେଉଛି ତୁ କି ବର ମାଗିବୁ ମାଗ। ରାଜା ପୁଅ କହିଲା, ମୁଁ ଆଉ କି ବର ମାଗିବି? ମୋତେ ଗୋଟିଏ ମୋ ମନ ଲାଖି କନ୍ୟା ଦିଅ। ଅପୂଜା ଠାକୁରାଣୀ କହିଲା, ଆରେ ପୁଅ, ପଶ୍ଚିମ ଆଡ଼କୁ ଯାଉ ଯାଉ ଏକ ଅସୁର ରାଇଜ ପଡ଼ିବ। ତୁ ସେ ରାଇଜରେ ଅସୁରଙ୍କ ଘରେ ପହଞ୍ଚିଲା ବେଳକୁ ଅସୁରମାନେ ଚରି ବୁଲି ଯାଇଥିବେ। ତୁ କ'ଣ କରିବୁ ନା ତାଙ୍କ ଘର ଦୁଆର ଓଳାଇବୁ, ତାଙ୍କ କଂସା ବାସନ ମାଜିବୁ, ସେମାନଙ୍କ ପାଇଁ 200 ହାଣ୍ଡି ଭାତ କରିବୁ, 100 ହାଣ୍ଡି ତିଅଣ କରିବୁ। ସନ୍ଧ୍ୟାବେଳକୁ ଅସୁରମାନେ ଚରି ବୁଲି ଫେରି ଆସିଲା ବେଳକୁ ତୁ ପ୍ରତିଦିନ ଉଘାଡ଼ ଉପରେ ଲୁଚିଯିବୁ। ଅସୁରମାନେ ଯେଉଁଦିନ କହିବେ, ଆରେ ବାପ, ତୁ କିଏ? ଆମମାନଙ୍କ ପାଇଁ ଏତେ ପରିଶ୍ରମ କରୁଛୁ, ଆମେ ତୋ ଉପରେ ଭାରି ସନ୍ତୁଷ୍ଟ ହେଲୁଣି। ଯେତେବେଳେ ଅସୁରମାନେ ଏହିପରି କଥା କହିବେ, ତୁ ଆସି ତାଙ୍କ ଆଗରେ ଛିଡ଼ା ହେବୁ, ଓଳଗି ହେବୁ। ଅସୁରମାନେ ଯେତେବେଳେ କହିବେ, ଆମ୍ଭମାନଙ୍କୁ କି ବର ମାଗିବୁ ମାଗ, ତୁ କହିବୁ, ତୁମ ଘରେ ଯେଉଁ ଉତ୍ତମ ସୁନ୍ଦର କନ୍ୟାଟି ଅଛି ତାକୁ ମୋତେ ଦିଅ। ରାଜା ପୁଅ ଏକଥା ଶୁଣିଲା ମାତ୍ରକେ ପଶ୍ଚିମକୁ ଘୋଡ଼ା ଦୌଡ଼େଇଲା। ଯାଉ ଯାଉ ଏକ ଅସୁର ରାଇଜ ପଡ଼ିଲା। ସେ ଅସୁରଙ୍କ ଘରକୁ ଗଲାବେଳେ ଅସୁରମାନେ ଚରି ବୁଲି ଯାଇଛନ୍ତି। ରାଜା ପୁଅଟି ସେ ଘରକୁ ଯାଇ ଅସୁରଙ୍କ କଂସା ବାସନ ତକ ଚିକ୍କଣ କରି ମାଜିଲା, ତାଙ୍କ ଘର ଦୁଆର ଓଳାଇଲା, ସେମାନଙ୍କ ପାଇଁ 200 ହାଣ୍ଡି ଭାତ ରାନ୍ଧିଲା, 100 ହାଣ୍ଡି ତିଅଣ ରାନ୍ଧିଲା। ରାଜା ପୁଅ ତ ସୁକୁମାରିଆ, ତାର ତ ଚଢ଼େଇଟାକର ଆଧାର। ଉପରୁ ଗଣ୍ଡିଏ ଭାତ ଖାଇଦେଇ ଉଘାଡ଼ ଉପରେ ଯାଇ ଲୁଚି କରି ବସିଲା। ଅସୁରମାନେ ଚରି ବୁଲି ଆସିଲା ବେଳକୁ ଦେଖିଲେ ଘର ଦୁଆର ଓଳାଓଳି ହୋଇଛି, କଂସା ବାସନ ମଜାମଜି ହୋଇଛି, 200 ହାଣ୍ଡି ଭାତ, 100 ହାଣ୍ଡି ତିଅଣ ରନ୍ଧା ହୋଇ ଥୁଆ ହୋଇଛି। ଅସୁରମାନେ ଦେଖି କିଏ କରିଛି ବୋଲି ସେତକ ଭାତ ତିଅଣ ପୁଛାପୁଛି କରି ଖାଇଲେ। ପୁଣି ତହିଁଆର ଦିନ ଅସୁରମାନେ ସକାଳେ ଉଠି ଚରି ବୁଲି ଗଲା କ୍ଷଣି ରାଜା ପୁଅ ଯାଇ କଂସା ବାସନ ମଜାମଜି କରି ଘର ଦୁଆର ଓଳାଇ ଭାତ ତିଅଣ ରାନ୍ଧି ଥୋଇଦେଇ ସେଇ ଉଘାଡ଼ ଉପରେ ଲୁଚି ବସିଲା। ଅସୁରମାନେ ଚରି ବୁଲି ଆସିଲା ବେଳକୁ ପୁଣି ସେମିତିକା ଭାତ ତିଅଣ ରନ୍ଧା ହୋଇ ଥୁଆ ହୋଇଛି। ସେମାନେ ଆସିଲା କ୍ଷଣି ଖାଇ ବସିଲେ। ଏମିତି କେତେ ଦିନ ଗଲା। ଦିନେ ଅସୁରମାନେ କହିଲେ,
ଆରେ ବାପ, ତୁ କିଏ ସେ? ଆମ୍ଭମାନଙ୍କୁ ଏତେ ସେବା କଲୁଣି, ଏତେ ଖାଇବାକୁ ଦେଲୁଣି, ତୋ ଉପରେ ଆମ୍ଭେମାନେ ଭାରି ପ୍ରସନ୍ନ ହେଲୁଣି। ଏଣିକି ପାଖକୁ ଆ। ରାଜା ପୁଅ ଉଘାଡ଼ ଉପରୁ ଖସି ଆସି ଓଳଗି ହେଲା। ଅସୁରମାନେ କହିଲେ, ଆରେ ବାପ, ତୁ କି ବର ମାଗିବାକୁ ଇଚ୍ଛା କରୁଛୁ ମାଗେ, ଆମେ ପୂରଣ କରିବୁ। ରାଜା ପୁଅ କହିଲା, ତୁମ ଘରେ ଯେଉଁ କନ୍ୟାଟି ଅଛି ମୋତେ ସେଇ କନ୍ୟାଟି ଦିଅ। ଅସୁରମାନେ କହିଲେ, ଆହା, କ'ଣ କଲୁ? ଆମର ଗେହ୍ଲା ବେଲବତୀ କନ୍ୟାକୁ ମାଗିଲୁ। ହଉ ବାପ, ମାଗିଲୁଣି ତ ନବୁ। ଆଉ ଆମ ବେଲବତୀ କନ୍ୟାକୁ ଅଧବାଟରେ ଡାକିବୁ ନାହିଁଟି? ତୋ ନଅରରେ ପହଞ୍ଚିଲେ ଡାକିବୁ, ଉଠ ଗୋ ବେଲବତୀ। ଅସୁରମାନେ ଏହା କହି ରାଜାପୁଅକୁ ବେଲଟିଏ ଦେଇ କହିଲେ, ଏ ବେଲ ଭିତରେ କନ୍ୟାଟି ଅଛି। ରାଜାପୁଅ ମହା ଆନନ୍ଦ ହୋଇ ସେ ବେଲଟିକି ଘିନି ତା ରାଇଜକୁ ଫେରି ଆସୁ ଆସୁ ରାଜାଙ୍କ ଉଆସ ପଛପଟେ କୂଅ ପାଖରେ ପହଞ୍ଚିଲା। ରାଜାପୁଅ କହିଲା, ଦେଖି କେମିତିକା ସତରେ କି ମିଛରେ ବେଲବତୀ କନ୍ୟା। ଏହା କହି ରାଜାପୁଅ ସେ ବେଲକୁ କହିଲା, ଉଠ ଗୋ ବେଲବତୀ। ରାଜାପୁଅ ଏହା କହି ଡାକିଲା ମାତ୍ରକେ ସେ ବେଲ ଭିତରୁ ଗୋଟିଏ ଦିବ୍ୟ ସୁନ୍ଦର ଯୁବକନ୍ୟାଟିଏ ପାଟ ପିତାମ୍ବରୀ ପିନ୍ଧି ଦିବ୍ୟ ଅଳଙ୍କାର ପିନ୍ଧି ରୁଣୁଝୁଣୁ ହୋଇ ବାହାରି ପଡ଼ିଲା। ରାଜାପୁଅ ସେ ଦିବ୍ୟ ସୁନ୍ଦର ବେଲବତୀ କନ୍ୟା ରୂପକୁ ଚାହୁଁ ଚାହୁଁ ସେଇ କୂଅ ପାଖରେ ମୂର୍ଚ୍ଛା ହୋଇ ପଡ଼ିଲା। ଏହା ଦେଖି ବେଲବତୀ କନ୍ୟା କାନ୍ଦି ବୋବେଇ ରାଜାପୁଅର ଗୋଡ଼ ଘଷି ବସିଲା। ଏଥିମଧ୍ୟରେ କ'ଣ ହୋଇଛି କି? ଗୋଟିଏ କୁଣ୍ଡା ଭୁଷୁଣ୍ଡି ଅସୁରୁଣୀ ଆସି ବେଲବତୀ କନ୍ୟାର ତଣ୍ଟି ଚିପି ମାରିଦେଇ ସେ କୂଅରେ ପକେଇଦେଲା। ବେଲବତୀ କନ୍ୟାର ଶାଢ଼ୀ ଅଳଙ୍କାରମାନ ପିନ୍ଧି ପକାଇ ରଜାପୁଅର ଗୋଡ଼ ଘଷି ବସିଲା। ରାଜାପୁଅର ଚେତା ଫେରିଲା ବେଳକୁ ଦେଖିଲା କୁଣ୍ଡା ଭୁଷୁଣ୍ଡାଟାଏ ତା ଗୋଡ଼ ଘଷୁଛି। ରାଜାପୁଅ ମନ ଦୁଃଖ କରି କହିଲା, ଆହା, କି ସୁନ୍ଦର ସ୍ତ୍ରୀ ରୂପଟିଏ ଦେଖିଥିଲି, ଏ କୁଣ୍ଡା ଭୁଷୁଣ୍ଡି ରୂପଟାଏ ଏ କେଉଁଠି ବାହାରିଲା ମ? ରାଜାପୁଅ ତ ଭୋଳ, ଏତେ ଛନ୍ଦମନ୍ଦ ବା କାହୁଁ ଜାଣିବ? ମନରେ ଭାବିଲା, ହଁ, ଅସୁର ରାଇଜର କନ୍ୟା ତ, କେତେବେଳେ କେଉଁ ରୂପ ବାହାରିଲା। ରାଜାପୁଅ ଏହା କହି ସେ କୁଣ୍ଡା ଭୁଷୁଣ୍ଡିକି ଘେନି ନଅର ଭିତରକୁ ଗଲା। ନଅର ଯାକରେ ଯେତକ ମନୁଷ୍ୟ ରାଜାପୁଅ ନୂଆ ବୋହୂରାଣୀକୁ ଦେଖି ମହା ଆନନ୍ଦ ହେଲେ। ସମସ୍ତେ କହିଲେ, ନୂଆ ରାଣୀ ଆସିଛନ୍ତି। ତହିଁଆର ଦିନ ବେଲବତୀ କନ୍ୟା ଯେଉଁ କୂଅରେ ପଡ଼ିଥିଲା ସେ କୂଅରେ ଯୋଡ଼ିଏ ପଦ୍ମଫୁଲ ଫୁଟିଲା। ମାଳି ସେ ଫୁଲ ଯୋଡ଼ିକ ଦେଖି ସେ ଫୁଲ ଯୋଡ଼ିକ ନେଲା। ଗୋଟିଏ ଫୁଲ ରାଜାପୁଅଙ୍କୁ ଦେଲା, ଆଉ ଗୋଟିଏ ଫୁଲ ନୂଆରାଣୀକୁ ଦେଲା। ରାଜାପୁଅ ତା ଫୁଲଟିକୁ ଆଣି ନୂଆରାଣୀକୁ ଦେଲା। ନୂଆ ବୋହୂରାଣୀ ରାଜାପୁଅଙ୍କୁ କହିଲା, ହଇ ହେ, ଏ ଫୁଲ ଯୋଡ଼ିକ କେଉଁଠାରେ ଫୁଟିଥିଲା କି? ରାଜାପୁଅ କହିଲା, ମୁଁ ଜାଣି ନାହିଁ, ମାଳିକି ପଚାର। ରାଜାପୁଅ ମାଳିକୁ ପଚାରିଲା, ହୋଇରେ ମାଳି, ଏ ପଦ୍ମଫୁଲ କେଉଁଠି ଫୁଟିଥିଲା ମ? ମାଳି କହିଲା, ଆଜ୍ଞା, ଉଆସ ପଛପଟ କୂଅରେ ଫୁଟିଥିଲା। ମାଳିଠାରୁ ରାଜାପୁଅ ଶୁଣି ବୋହୂରାଣୀକୁ କହିଲା, କୁଣ୍ଡା ଭୁଷୁଣ୍ଡି ତ ସେ କୂଅରେ ବେଲବତୀ କନ୍ୟାକୁ ହାଣି ଫୋପାଡ଼ି ଦେଇଥିଲା। ତା ମନରେ ସେଇ କଥାର ଭୟ ପଶିଲା। ସେ ରାଜାପୁଅକୁ କହିଲା, ଏ ଫୁଲ ଯୋଡ଼ିକ ନିଅ, ଆମ ଉଆସ ପଛ ପଡ଼ିଆରେ ଟିକି ଟିକି କରି ଚିରିଦେବ। ଯେବେ ଚିରିବାର ମୁଁ ଦେଖିବି ତେବେ ଯାଇ ଜୀବନ ରଖିବି, ଯେବେ ନ ଚିରିବ ଏ ଜୀବନ କେବେ ରଖିବି ନାହିଁ। ରାଜାପୁଅ ଏହା ଶୁଣି ଥରହର ହୋଇ ନିଜେ ଯାଇ ସେ ପଡ଼ିଆରେ ପଦ୍ମଫୁଲ ଯୋଡ଼ିକ କୁଟ କୁଟ କରି ଚିରି ପକାଇ ଆସିଲା। ତହିଁଆର ଦିନ ସେ ପଡ଼ିଆ ଭିତରେ ଗୋଟିଏ ବେଲଗଛ ହୋଇଛି। ପୁଣି ମାଳି ଆର ଦିନ ସକାଳୁ ଗଲାବେଳକୁ ମାଳି ଦେଖିଲା ଗୋଟିଏ ବେଲଗଛ ହୋଇ ସେ ଗଛରେ ଯୋଡ଼ିଏ ବେଲ ଫଳିଛି। ମାଳି ଏମିତିକା ଦେଖି ମହାଆନନ୍ଦ ହୋଇ କହିଲା, ଯାଉଛି ଏ ବେଲ ଯୋଡ଼ିକ ନେବି, ଗୋଟିଏ ରାଜାଙ୍କୁ ଦେବି, ଆଉ ଗୋଟିଏ ମୁଁ ରଖିବି। ଏମିତି କହି ମାଳି ସେ ବେଲ ଯୋଡ଼ିକ ତୋଳି କରି ରାଜାଙ୍କୁ ଗୋଟିଏ ଦେଲା, ମାଲୁଣୀକୁ ଗୋଟିଏ ଦେଲା। ବେଲ ଯୋଡ଼ିକ ବନ ହଳଦୀ ଭଳିଆ ଦିଶୁଥାଏ। ମାଲୁଣୀ ସେ ବେଲଟିକୁ ମହା ଆନନ୍ଦରେ ରଖିଲା। ମାଳି କହିଲା, ହୋଇଲୋ, ଚାଲ ଏ ବେଲଟିକୁ ଭାଙ୍ଗି କରି ଖାଇବା। ମାଲୁଣୀ ଆନନ୍ଦରେ କଟୁରୀ ଆଣି ବେଲଟିକୁ କାଟିବାକୁ ଯାଉଛି ଯେ ସେ ବେଲ ଭିତରୁ
ବେଲବତୀ କନ୍ୟା କହିଲା, ମାଉସୀଲୋ ମାଉସୀ, ଏ ପାଖରୁ ହାଣ ସେ ପାଖରୁ ହାଣ, ମଝିକି ହାଣିବ ନାହିଁଟି। ମାଲୁଣୀ ବେଲ ଭିତରୁ ମଣିଷର ତୁଣ୍ଡ ଶୁଣିଲା କ୍ଷଣି ଚମିକି ପଡ଼ି ସେ ବେଲଟିକୁ ଫିଙ୍ଗିଦେଲା ବେଳକୁ ବେଲବତୀ କନ୍ୟା କହିଲା, ମାଉସୀଲୋ, ମୁଁ ବେଲବତୀ କନ୍ୟା, ମୁଁ ବେଲ ଭିତରେ ଥାଏ, ତୁ ମୋତେ ରଖ। ତୋ ଘରେ ରାଜାଠାରୁ ବେଶୀ ଧନ ଦରବ ମାଡ଼ିଯିବ। ଏମିତି କଥା ମାଲୁଣୀ ଶୁଣିଲା କ୍ଷଣି ସେ ବେଲକୁ ଗୋଟେଇ ଆଣି ଏପଟରୁ ସେପଟକୁ ହାଣିଲା ବେଳକୁ ଦିବ୍ୟ ସୁନ୍ଦର ଯୁବାବୟସୀ କନ୍ୟାଟିଏ ବେଲ ଭିତରୁ ବାହାରି ପଡ଼ି କହିଲା, ମାଉସୀଲୋ, ମୁଁ ତୋ ଘରେ ଅଛି ବୋଲି କାହାରିକୁ କହିବୁ ନାହିଁଟି। ସେ ରାଜା ଶୁଣିଲେ ମୋତେ ହାଣି ପକାଇବେ। ଏହା କହି ସେ ବେଲବତୀ କନ୍ୟା ମାଲୁଣୀ ଘରେ ରହିଲା। ଚାହୁଁ ଚାହୁଁ ମାଲୁଣୀର ଦିନକୁ ଦିନ ରାଜାଠାରୁ ବେଶୀ ଧନ ସମ୍ପତ୍ତି ମାଡ଼ିଗଲା। ବେଲବତୀ କନ୍ୟା ନୀତି ରାତି ନ ପାହୁଣୁ ବେଣ୍ଟ ପୋଖରୀରେ ଗାଧୋଇ ପାଧୋଇ ମାଲୁଣୀ ଘରକୁ ପଳେଇ ଆସେ। ଦିନକର କଥା, ବେଲବତୀ କନ୍ୟା ଉଠୁ ଉଠୁ ରାତି ପାହିଗଲାଣି। ସେ ତରବର ହୋଇ ଗାଧୋଇ କରି ବାହାରି ଆସୁଛି। କୁଣ୍ଡା ଭୁଷୁଣ୍ଡି ଉଆସ କୋଠା ଉପରେ ଟହଲୁଥିଲା। ତାକୁ ଚିହ୍ନିଲା। ନଅରକୁ ଯାଇ ଗୋଟିଏ ଘରେ କବାଟ କିଳି ଶୋଇଲା। ଯିଏ ଯେତେ ଡାକିଲେ ଶୁଣିଲା ନାହିଁ। ରାଜାପୁଅ ଆସି ଡାକିଲା ବେଳକୁ ସେ କହିଲା, ମାଳି ଘରେ ଯେଉଁ ଝିଅଟାଏ ଅଛି, ମୋତେ ସେ 3 ଦିନ ହେଲା ଖତେଇ ହେଉଛି, ଗାଳି ଦେଉଛି। ସେ ଝିଅକୁ ଆଜି ଯେବେ ଶୁଳି ଦେବ, ମୁଁ ଜୀବନ ରଖିବି। ଏଇକ୍ଷଣି ଯଦି ସେ ମାଲୁଣୀ ଘର ଝିଅକୁ ଶୁଳି ନ ଦେବ, ତେବେ ମୋ ଜୀବନ ନିଶ୍ଚୟ ହରେଇ ଦେବି। ଏକଥା ଯାଇ ରାଜାଙ୍କ କାନରେ ପଡ଼ିଲା। ରାଜା ରାଗରେ କମ୍ପମାନ ହୋଇ ପାତ୍ର ମନ୍ତ୍ରୀ ସାଧବ କଟୁଆଳଙ୍କୁ ସାଙ୍ଗରେ ନେଇ ମାଳି ଘରକୁ ବିଜେ କଲେ। ରାଜା କହିଲେ, ମାଳି, ତୋ ଘରେ ଥିବା ସେ ଝିଅକୁ ଆମକୁ ଦେ, ତାକୁ ଶୁଳି ଦିଆଯିବ, ନହେଲେ ତୋର ମୁଣ୍ଡ କାଟ ହେବ। ମାଳି ମାଲୁଣୀଙ୍କର ଆଉ କି ଚାରା। ଦୁହେଁ ଭାରି ବ୍ୟସ୍ତ ହୋଇ ଝିଅଟିକୁ ରାଜାଙ୍କ ହାତରେ ଦେଲେ। ରାଜା ଝିଅଟିକୁ ନେଇ ଶୁଳି ପଡ଼ିଆରେ ଶୁଳି ଦେଲେ। ତହିଁଆର ଦିନ ସମସ୍ତେ ଦେଖିଲା ବେଳକୁ ଗୋଟିଏ ପାଚେରୀ ବୁଲି ତା ଭିତରେ କ'ଣ ହୋଇଛି ନା ଦେଉଳଟିଏ ହୋଇଛି। ଦେଉଳ ଭିତରେ ଏକ ମହାଦେବ ବାହାରିଛନ୍ତି। ଜିତେ ଜିତେ ଲୋକ ଦେଖିଲେ ସମସ୍ତେ କାବା ହୋଇ ରହିଲେ। ସମସ୍ତେ ଯାଇ ରାଜାଙ୍କୁ ଜଣାଇଲେ। ରାଜା ଏହା ଶୁଣିଲା ମାତ୍ରକେ ସେଠିକି ଯାଇ ଦେଖିଲା ବେଳକୁ ସତକୁ ସତ ଏ ଘଟଣା। ସେଇଥିରୁ ରାଜା ମାଳିକୁ ଡକେଇ କହିଲେ, ମାଳି, ତୁ ଏ ମହାଦେବଙ୍କୁ ପ୍ରତିଦିନ ଗାଧୋଇ ପାଧୋଇ ଫୁଲ ପାଣି ଲାଗି କରିବୁ। ନିତି ଯାଇ ଆମ ଦିଅଙ୍କ ପାଦୁକା ଦେଉଥିବୁ। ମାଳି ସେଦିନ ଯାଇ ସେ ମହାଦେବଙ୍କୁ ଗାଧୋଇ ପାଧୋଇ ଦେଇ ଫୁଲ ବେଲପତ୍ର ଚଢ଼େଇ ଫେରି ଆସିଲା ଓ ରାଜାଙ୍କୁ ନେଇ ପାଦୁକା ଦେଲା। ଏମିତି ମାଳି ପ୍ରତିଦିନ ଯାଇ ସେ ମହାଦେବଙ୍କୁ ଗାଧୋଉଥାଏ, ଫୁଲ ବେଲପତ୍ର ଚଢ଼ଉଥାଏ। ଦିନକର କଥା, ମାଳି ସେ ମହାଦେବଙ୍କୁ ପାଣି ଲାଗି କଲାବେଳକୁ ଶୁଆଟିଏ ଶାରୀଟିଏ ସେ ବେଢ଼ା ଭିତରେ ଥିବା ଗଛ ଉପରେ ବସିଛନ୍ତି। ଶୁଆ କହିଲା, ଶାରୀଲୋ, ଗୋଟିଏ କଥା କହନ୍ତୁ। ହଉରେ ଶୁଆ, ସତ କହିବି କି ମିଛ କହିବି? ଯାହା ଅଙ୍ଗେ ନିଭେଇଛି ମୁଁ ସେଇଆ କହିବି। ସେତେବେଳେ ଏ ମାଳିଟି ମହାଦେବଙ୍କ ଗମ୍ଭୀରି ଭିତରେ ଦିଅଙ୍କୁ ଗାଧୋଉଥାଏ। ବେଲବତୀ କନ୍ୟାକୁ କୁଣ୍ଡା ଭୁଷୁଣ୍ଡି ଯେତେ ଯେତେ ଦୁଃଖ ଦେଇଥିଲା, ଯେତେ ଯେତେ ଅବସ୍ଥା କରିଥିଲା, ସବୁ କଥା ସେ ଶାରୀଟି ଶୁଆ ଆଗରେ ଖୋଲି କରି ଗୋଟି ଗୋଟି କରି କହିଲା। ଶେଷକୁ ଶୁଆ କହିଲା, ହୋଇଲୋ ଶାରୀ, ଏଥିକି କ'ଣ କିଛି ଉପାୟ ନାହିଁ? ଶାରୀ କହିଲା, ଆହା, ଯେବେ ଏଇକ୍ଷଣି ରାଜା ମହାଦେବଙ୍କ ଆଗରେ ଦାନ୍ତରେ ତୀରଣ ଧରି ଯେବେ କ୍ଷମା ମାଗନ୍ତେ, ତେବେ ଏଇକ୍ଷଣି ପରା ଗମ୍ଭୀରା ଭିତରୁ ବେଲବତୀ କନ୍ୟା ବାହାରି ପଡ଼ନ୍ତେ। ମାଳି ଶାରୀ ତୁଣ୍ଡରୁ ସବୁ କଥାତକ ଶୁଣି ଅଣ୍ଟାରୁ ଖଡ଼ି ଗୋଟାଳି କାଢ଼ି ଦେଉଳ କାନ୍ଥରେ ଲେଖି ପକାଉଥାଏ। ମାଳି ସବୁ କଥାତକ କାନ୍ଥରେ ଲେଖୁ ଲେଖୁ ଅନେକ ଉଛର ହୋଇଗଲା। ରାଜା ପାଦୁକ ପାଇବେ ବୋଲି ଠାଁକୁ ବିଜେ ନ କରି ମାଳିକୁ ଚାହିଁ ବସିଥାନ୍ତି। ମାଳି ଥରହର ହୋଇ ରାଜାଙ୍କ ଛାମୁରେ ଯାଇ ଜଣାଇଲା, ମଣିମା, ମୁଣ୍ଡ ରହିଲେ ତୁଣ୍ଡ କହିବ। ରାଜା କହିଲେ, କ'ଣ କହୁଛୁ କହ। ମାଳି କହିଲା, ମଣିମା, ଟିକିଏ ମହାଦେବଙ୍କ ଦେଉଳକୁ ବିଜେ କରିବାକୁ ଆଜ୍ଞା ହୁଅନ୍ତୁ। ରାଜା ସେଇକ୍ଷଣି ଯାଇ ମହାଦେବଙ୍କ ଦେଉଳ ଭିତରେ ପହଞ୍ଚିଲେ।
ମାଳି ଜିତି ଜିତି କଥା କାନ୍ଥରେ ଲେଖିଥିଲା। ରାଜାଙ୍କୁ ତା ସବୁ ଦେଖାଇ ଦେଲା। ରାଜା ସେସବୁ ପଢ଼ି ସବୁ ବୁଝିଗଲେ। ସେ ସାଙ୍ଗେ ସାଙ୍ଗେ ମହାଦେବଙ୍କ ପାଦ ତଳେ ପଡ଼ି କ୍ଷମା ମାଗିଲେ। ଏହାପରେ ମହାଦେବଙ୍କ ଗମ୍ଭୀରା ଭିତରୁ ଦିବ୍ୟ ସୁନ୍ଦରୀ କନ୍ୟାଟିଏ ପାଟ ପୀତାମ୍ବରୀ ପିନ୍ଧି ଅଳଙ୍କାର ଭରି ରୁଣୁଝୁଣୁ ହୋଇ ବାହାରି ପଡ଼ିଲା। ରାଜା ମହା ଆନନ୍ଦ ହୋଇ ବେଲବତୀ କନ୍ୟାକୁ ସାଙ୍ଗରେ ଘେନି ନଅରକୁ ଗଲେ। ରାଇଜ ଯାକ ଧନ୍ୟ ଧନ୍ୟରେ ହୁରି ପଡ଼ିଗଲା। ଆଉ ଅସୁରୁଣୀ କୁଣ୍ଡା ଭୁଷୁଣ୍ଡିକୁ ଶୁଳି ଦେଲେ। ରାଜା ପୁଅ ସାଙ୍ଗରେ ବେଲବତୀ କନ୍ୟାକୁ ବିଭା କରାଇ ଦେଲେ। ନୂଆ ରାଣୀକୁ ଘେନି ରାଜା ପୁଅ ଘର ଦୁଆର କଲେ। ଆନନ୍ଦରେ ରାଇଜ ପାଳିଲେ। ମୋ କଥାଟି ଏତିକି, ଫୁଲ ଫୁଟେ କେତକୀ। ଆସନ୍ତୁ ଶୁଣିବା ହାନ୍ସ ଆଣ୍ଡରସନଙ୍କର ଏକ ପରୀ କାହାଣୀ, ନିଦ୍ରିତ ରାଜକୁମାରୀ। ପରିବେଷଣ ପରଶୁରାମ ବେହେରା। କଥନ ପ୍ରଦୀପ ମଲ୍ଲିକ। ବହୁ ବର୍ଷ ପୂର୍ବେ ଜଣେ ରାଜା ଥିଲେ। ସେ ତାଙ୍କର ରାଣୀଙ୍କ ସହିତ ଖୁବ୍ ଆନନ୍ଦରେ ପ୍ରଜାପାଳନ କରୁଥିଲେ। ସମୟକ୍ରମେ ତାଙ୍କର ଏକ ସୁନ୍ଦର ଝିଅ ହେଲା। ରାଜା ଓ ରାଣୀ ଏଥିରେ ଖୁବ୍ ଖୁସି ହୋଇଗଲେ। ରାଜ୍ୟ ସାରା ଆନନ୍ଦ ଉତ୍ସବ ଲାଗିଗଲା। ରାଜା ଏଥିନିମନ୍ତେ ଏକ ଉତ୍ସବର ଆୟୋଜନ କଲେ। ପଡ଼ୋଶୀ ରାଜ୍ୟର ରାଜା ମହାରାଜାଙ୍କ ସହିତ ସ୍ୱର୍ଗଲୋକର ପରୀମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଗଲା। ଆମନ୍ତ୍ରିତ ଅତିଥିମାନେ କୁନି ଝିଅକୁ ଆଶୀର୍ବାଦ କରିବା ସହିତ ବିଭିନ୍ନ ପ୍ରକାର ଦ୍ରବ୍ୟ ଉପହାର ଦେଲେ। ପରୀମାନେ ରାଜକୁମାରୀଙ୍କୁ ଅପୂର୍ବ ପଦାର୍ଥମାନ ପ୍ରଦାନ କଲେ। ସେମାନେ ଝିଅଟିକୁ ସୁନ୍ଦରୀ, ବୁଦ୍ଧିମତୀ ଓ ଦୟାଳୁ ହେବା ପାଇଁ ବର ପ୍ରଦାନ କଲେ। ଠିକ୍ ଏତିକି ବେଳେ ଗୋଟିଏ ଡାହାଣୀ ବୁଢ଼ୀ ସେଠାରେ ଆସି ପହଞ୍ଚିଲା। ସେ କହିଲା, ଆରେ ମୂର୍ଖ ରାଜା, ତୁ ଦୁନିଆ ସାରା ସମସ୍ତଙ୍କୁ ନିମନ୍ତ୍ରଣ କଲୁ, ଅଥଚ ମୋତେ ଡାକିଲୁ ନାହିଁ। ଏଥିନିମନ୍ତେ ମୁଁ ଅଭିଶାପ ଦେଉଛି। ଏ ରାଜକୁମାରୀକୁ ତାର 16 ବର୍ଷ ଜନ୍ମଦିନ ସମୟରେ ଅରଟର ଗୋଟିଏ ଛୁଞ୍ଚି ତା ଦେହରେ ଫୋଡ଼ି ହୋଇଯିବ ଓ ସେ ମରିଯିବ। ଏହାପରେ ଡାଆଣୀ ବୁଢ଼ୀ ସେଠାରୁ ଅନ୍ତର୍ଦ୍ଧାନ ହୋଇଗଲା। ଏକଥା ଦେଖି ରାଜାରାଣୀଙ୍କ ସମେତ ସମସ୍ତେ ଦୁଃଖରେ ଭାଙ୍ଗି ପଡ଼ିଲେ। ପରୀମାନଙ୍କ ମଧ୍ୟରୁ ଜଣେ ପରୀ ରାଣୀକୁ ସାନ୍ତ୍ୱନା ଦେଇ କହିଲା, ଏହି ଦୁଷ୍ଟ ଡାହାଣୀର ଅଭିଶାପକୁ ଆମେ ନଷ୍ଟ କରିପାରିବା ନାହିଁ। ତଥାପି ମୁଁ ଏହି ଅଭିଶାପକୁ କିଛି ବଦଳାଇ ପାରିବି। ରାଜକୁମାରୀର 16 ବର୍ଷ ଜନ୍ମଦିନରେ ଛୁଞ୍ଚି ଫୋଡ଼ି ହୋଇ ସେ ମରିବା ବଦଳରେ ଗାଢ଼ ନିଦରେ ଶୋଇ ରହିବ। ଯେତେବେଳେ ତାର ସୁଯୋଗ୍ୟ ବରଟିଏ ଆସି ତାର ହସ୍ତଚୁମ୍ବନ କରିବ, ସେ ପୁଣି ନୂଆ ଜୀବନ ପାଇବ ଓ ସେ ତାକୁ ବିବାହ କରି ସୁଖରେ ଜୀବନଯାପନ କରିବ। ଏକଥା ଶୁଣି ରାଜାରାଣୀ ସାମାନ୍ୟ ଆଶ୍ୱସ୍ତ ହେଲେ। ତଥାପି ତାଙ୍କର ଚିନ୍ତାର ସୀମା ନଥାଏ। ରାଜା ତାଙ୍କର ଅମାତ୍ୟମାନଙ୍କୁ ପଠାଇ ରାଜ୍ୟର ସମସ୍ତ ଅରଟ ଓ ଛୁଞ୍ଚିକୁ ନଷ୍ଟ କରିଦେଲେ। ତଥାପି ସମସ୍ତଙ୍କର ଅଜାଣତରେ ଗୋଟିଏ ଅରଟ ଓ ଛୁଞ୍ଚି ଅବଶିଷ୍ଟ ରହିଯାଇଥିଲା। ଦିନ ଗଡ଼ିବାକୁ ଲାଗିଲା। ଏ ଭିତରେ ରାଜକୁମାରୀ ଏକ ସୁର୍ଷୀ ସୁନ୍ଦରୀ ଯୁବତୀ ହୋଇ 16 ବର୍ଷ ବୟସରେ ପହଞ୍ଚିଲା। ସେଦିନ ରାଜକୁମାରୀ ନିଜ ମହଲରେ ବୁଲୁଥାନ୍ତି। ଏମିତି ସେ ବୁଲିଲା ବେଳେ ଦେଖିଲା, ସେଇ କୋଠରୀର ଉପର ମହଲାକୁ ଏକ ସିଢ଼ି ଲମ୍ବି ଯାଇଛି। ସେ ଉପରେ କ'ଣ ଅଛି ବୋଲି ଦେଖିବାକୁ ଆଗ୍ରହ ପ୍ରକାଶ କରି ରାଜକୁମାରୀ ଯାଇ ଏକ ଗୁପ୍ତ କୋଠରୀରେ ପହଞ୍ଚିଗଲେ। ସେଠାରେ ଦେଖିଲେ ଯେ ଗୋଟିଏ ବୁଢ଼ୀ ସ୍ତ୍ରୀ ଲୋକ ବସି ଅରଟରେ ସୂତା କାଟୁଛି। ରାଜକୁମାରୀ ତ ଆଗରୁ ଅରଟ ଦେଖିନଥିଲା। ସେ ବୁଢ଼ୀକୁ ପଚାରିଲା, ଏଇଟା କ'ଣ? ବୁଢ଼ୀ କହିଲା, ଏଇଟା ଅରଟ। ଏଥିରେ ସୂତା କଟା ହୋଇ ଏହି ଛୁଞ୍ଚିରେ ସିଲେଇ କାମ ହୁଏ। ରାଜକୁମାରୀ ପଚାରିଲା, ମୁଁ କ'ଣ ତେବେ ସେମିତି କରିପାରିବି? ବୁଢ଼ୀ କହିଲା, ହଁ, କାହିଁକି ନୁହେଁ। ରାଜକୁମାରୀ ସଙ୍ଗେ ସଙ୍ଗେ ଅରଟ ଛୁଞ୍ଚିରେ ହାତ ଲଗାଇଛି କି ନାହିଁ ସେଇଠି ସେ ଶୋଇପଡ଼ିଲା। ଦୁଷ୍ଟ ଡାହାଣୀର ଅଭିଶାପ ସତ ହେଲା। ଖବର ପାଇ ରାଜା ଓ ରାଣୀ କାନ୍ଦି କାନ୍ଦି ଆସି ସେଠାରେ ପହଞ୍ଚିଲେ।
ରାଜାଙ୍କ ହୁକୁମରେ ରାଜକୁମାରୀଙ୍କୁ ନେଇ ଏକ ସୁନ୍ଦର ସୁସଜ୍ଜିତ କୋଠରୀରେ ଶୁଆଇ ଦିଆଗଲା। ଖବର ପ୍ରଚାରିତ ହେବା ପରେ ସାରା ରାଜ୍ୟରେ ଦୁଃଖର ଛାଇ ଘୋଟିଗଲା। ଏତିକି ବେଳେ ସେଇ ନୀଳପରୀଟି ଆସି ସେଠାରେ ପହଞ୍ଚିଗଲା। ସେ ତାର କୁହୁକ ବାଡ଼ିଟି ଘୁରାଇ କହିଲା, ରାଜକୁମାରୀଙ୍କ ସହିତ ରାଜ୍ୟର ରାଜାରାଣୀ ସମେତ ସମସ୍ତ ରାଜ୍ୟବାସୀ ଓ ପଶୁପକ୍ଷୀ ସମସ୍ତେ ଶୋଇଯାଆନ୍ତୁ। ଯେଉଁଦିନ ରାଜକୁମାରୀ ଚେଇଁ ଉଠିବ ସେଦିନ ସମସ୍ତେ ଉଠିବେ। ନୀଳପରୀର ପାଟିରୁ କଥା ସରିଛି କି ନାହିଁ, ସମସ୍ତ ରାଜ୍ୟର ମଣିଷ, ପଶୁପକ୍ଷୀ, କୀଟପତଙ୍ଗ ଶୋଇପଡ଼ିଲେ। କେତେ ବର୍ଷ ବିତିଗଲା। ରାଜ୍ୟଟା ଘନ ଜଙ୍ଗଲରେ ପରିଣତ ହୋଇ ରାଜମହଲ ବି ଲଟା ଗୁଳ୍ମରେ ଆଚ୍ଛାଦିତ ହୋଇପଡ଼ିଲା। କ୍ରମେ ସବୁକିଛି ଦୁନିଆରୁ ଲୁଚିଗଲା। ଏମିତି 100 ବର୍ଷ ପରେ ସେଇ ରାଜ୍ୟରେ ପହଞ୍ଚିଲେ ଜଣେ ରାଜକୁମାର। ସେଇ ସୁନ୍ଦର ରାଜକୁମାର ଜଙ୍ଗଲରେ ଭ୍ରମଣ କରୁ କରୁ ଅଚାନକ ସେଇ ଅଜବ ରାଜ୍ୟକୁ ଆବିଷ୍କାର କଲେ। ସେ ରାଜ୍ୟ ସାରା ବୁଲି ବୁଲି ଆସି ପହଞ୍ଚିଲେ ରାଜମହଲ ଭିତରେ। ସେ ତ ଦେଖି ଆସୁଛନ୍ତି ରାଜ୍ୟବାସୀଙ୍କ ସମେତ ରାଜମହଲର କର୍ମଚାରୀମାନେ ବି ଶୋଇ ରହିଛନ୍ତି। ସେ ଧୀରେ ଧୀରେ ଯାଇ ମହଲର ବିଭିନ୍ନ କୋଠରୀ ପରୀକ୍ଷା କରି ଦେଖି ସାରିବା ପରେ ଶେଷରେ ପହଞ୍ଚିଲେ ରାଜକୁମାରୀଙ୍କ କୋଠରୀରେ। ସେଠାରେ ରାଜକୁମାର ଦେଖିଲେ ଗୋଟିଏ ଅନିନ୍ଦ୍ୟ ସୁନ୍ଦରୀ କନ୍ୟା ଗଭୀର ନିଦରେ ଶୋଇ ରହିଛି। ତାକୁ ଦେଖୁ ଦେଖୁ ଝିଅଟି ପ୍ରତି ତାଙ୍କ ହୃଦୟ କରୁଣାରେ ଭରିଗଲା। ଆହା, ଏତେ ସୁନ୍ଦରୀ କନ୍ୟାଟିକୁ କିଏ ଏମିତି ଦଣ୍ଡ ଦେଲା? ଏମିତି ଭାବୁ ଭାବୁ ସେ ସେଇ ଝିଅଟିର ହାତ ପାପୁଲିକୁ ଧରି ସ୍ନେହରେ ଗୋଟିଏ ଛୋଟ ଚୁମା ଆଙ୍କି ଦେଲେ। ଏହି ମୁହୂର୍ତ୍ତରେ ଦୁଷ୍ଟ ଡାଆଣୀର ଅଭିଶାପ ନଷ୍ଟ ହୋଇଗଲା। ସଙ୍ଗେ ସଙ୍ଗେ ରାଜକୁମାରୀ ନିଦରୁ ଉଠି ପଡ଼ିବା ସହିତ ରାଜାରାଣୀ ସମେତ ସମସ୍ତ ରାଜ୍ୟବାସୀ ଚେଇଁ ଉଠିଲେ। ରାଜ୍ୟ ସାରା ଆନନ୍ଦ କୋଳାହଳରେ ଭରିଗଲା। ରାଜ୍ୟରେ ଆନନ୍ଦ ଉତ୍ସବ ପାଳନ କରାଯିବା ସହିତ ସେହି ସୁନ୍ଦର ରାଜକୁମାରଙ୍କ ସହିତ ରାଜକୁମାରୀଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହେଲା। ରାଜା ଓ ରାଣୀ ଝିଅ ଜୋଇଙ୍କୁ ସେହି ରାଜ୍ୟର ଭାର ସମର୍ପଣ କରିଦେଲେ। ଏବେ ସମସ୍ତେ ମହା ଆନନ୍ଦରେ ରହିଲେ।